ନିର୍ବାଚନ ସମୟ ଆସିଗଲେ ଦଳୀୟ ପ୍ରାର୍ଥୀମାନେ ବହୁତ ଟଙ୍କା କାରବାର କରନ୍ତି। ଅନ୍ଧାରୀ ବିଜେ କଥା ତ ଆପଣମାନେ ଜାଣିଥିବେ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ସେମାନେ ଭୋଜି ଭାତଠାରୁ ଆରମ୍ଭ କରି ବିଭିନ୍ନ ଉପହାର ଦେବା ସହିତ ଭୋଟରମାନଙ୍କୁ ଟଙ୍କା ବାଣ୍ଟି ନିଜ ଆଡ଼କୁ ଆକୃଷ୍ଟ କରିବାର ନଜିର ମଧ୍ୟ ରହିଛି। ଆପଣମାନେ ଜାଣିଥିବେ, ଭୋଟରମାନେ ବି ଏଭଳି ମଉକାକୁ ଚାହିଁ ବସିଥାନ୍ତି। ସେମାନେ ଜାଣି ରଖିବା ଉଚିତ ଯେ ଦଳୀୟ ଲୋକଙ୍କଠାରୁ ଭୋଜି ଟିକେ ଖାଇଦେଲେ ବା କିଛି ଟଙ୍କା ପାଇଗଲେ ସେମାନଙ୍କର କର୍ମ ପୁରିଯିବନି, ବରଂ ଏହାଦ୍ୱାରା ନିରପେକ୍ଷ ନିର୍ବାଚନ ପ୍ରଭାବିତ ହୋଇଥାଏ। କିଛି ଟଙ୍କା ଗ୍ରହଣ କରି ଭୋଟ ଦେବା ଅର୍ଥ ପରୋକ୍ଷରେ ସେହି ନେତାମାନଙ୍କୁ ଦୁର୍ନୀତି କରିବା ପାଇଁ ପ୍ରଶ୍ରୟ ଦେବା ସହିତ ସମାନ। କାରଣ ସେମାନେ ଯେଉଁ ଏତେ ଟଙ୍କା ଖର୍ଚ୍ଚ କରିଥାନ୍ତି ସେମାନେ ଆଣିବେ କେଉଁଠୁ, ଭରଣା କରିବେ କେଉଁଠୁ? ଜିତିଗଲା ପରେ ନିଶ୍ଚୟ ଦୁର୍ନୀତି କରିବେ। ଇଚ୍ଛା ଥିଲେ ବି ଜଣେ ଲୋକ ତା'ର ମନପସନ୍ଦର ଭୋଟ ଦେଇପାରେନି, କାରଣ ଜଣଙ୍କଠାରୁ ଖାଇଛି ମାନେ ଇଚ୍ଛା ଥାଉ ବା ନଥାଉ ତାକୁ ହିଁ ଭୋଟ ଦେବାକୁ ବାଧ୍ୟ ହୁଏ। ଏଇଟା ଆଦୌ ଗ୍ରହଣୀୟ ନୁହେଁ। ଦଳୀୟ କର୍ମକର୍ତ୍ତା ବି ଲୋକମାନଙ୍କୁ ଖାଇବାକୁ ଦେବା, ଟଙ୍କା ବାଣ୍ଟିବା କିମ୍ବା ଅନ୍ୟ କେଉଁ ବାଟରେ ପ୍ରଲୋଭିତ କରି ତାଙ୍କ ସପକ୍ଷରେ ଭୋଟ ଦେବା ପାଇଁ ହଲଫ ନିୟମ କରାଇ ବ୍ୟକ୍ତିର ବିବେକକୁ ମାରିଦେବାଟା ମଧ୍ୟ ଉଚିତ ନୁହେଁ। ଏହା ଏକ ଜଘନ୍ୟ ଅପରାଧ ନିଶ୍ଚୟ। ନିର୍ବାଚନ ସମୟରେ ଥରେ ଗୋଟିଏ ଗାଁର ଲୋକମାନେ ବହୁତ ରାଗି ଯାଇଥିଲେ। ସେମାନେ ଶୁଣିଲେ କୁଆଡ଼େ ଅନ୍ୟ ସବୁ ଆଖପାଖ ଗାଁରେ ସାହି ସାହି ବୁଲି ନେତାମାନେ ବିଡ଼ା ବିଡ଼ା ଟଙ୍କା ବାଣ୍ଟୁଛନ୍ତି। କାହିଁ କିନ୍ତୁ ଏ ଗାଁକୁ ତ କେହି ଆସୁନାହାନ୍ତି, ଏ ଗାଁକୁ ତ ଏପର୍ଯ୍ୟନ୍ତ କେହି ହେଲେ ନେତା ଦେଖା ନାହାନ୍ତି କି କାହାକୁ ଫଟା ପାହୁଲାଟିଏ ବି ଦେଇନାହାନ୍ତି। ହଉ, ସେମାନଙ୍କୁ ଏଇଥରକ ପାନେ ନଦେଲେ ହେବନି। ଏହାପରେ ଗାଁ ଲୋକମାନେ ଗୋଟେ ଜରୁରୀ ବୈଠକ ଡକାଇଲେ ଏବଂ ସେହି ବୈଠକରେ ମତ ପ୍ରକାଶ ପାଇଲା ଯେ ରାଜନୈତିକ ନେତାମାନେ ଏ ଗାଁର ଲୋକମାନଙ୍କୁ ଅଣଦେଖା କରୁଛନ୍ତି ଏବଂ ଗୁରୁତ୍ୱ ଦେଉନାହାନ୍ତି, ସେଇଥିପାଇଁ ଟଙ୍କା ଦେଉନାହାନ୍ତି। ତେଣୁ ଗାଁର କୌଣସି ଲୋକ ଏଥର ଭୋଟ ଦେବେ ନାହିଁ ଏବଂ ସମୂହ ଭାବରେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ଗୃହୀତ ହେଲା। ଏଥର ଯିଏ ବିଧାୟକ ଥିଲେ ସେ ବି ଏହି ନିର୍ବାଚନରେ ପ୍ରାର୍ଥୀ ହୋଇ ଲଢ଼ୁଛନ୍ତି। କିନ୍ତୁ ଗାଁରେ ଏହା ପୂର୍ବରୁ ଥରେ ବୈଠକ ବସି ନିଷ୍ପତ୍ତି ହୋଇଥିଲା ଯେ ବିଧାୟକ ପ୍ରାର୍ଥୀଙ୍କୁ କେହି ଭୋଟ ଦେବେ ନାହିଁ, ତାଙ୍କୁ ଛାଡ଼ି ଅନ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ଯିଏ ଯାହାକୁ ଭୋଟ ଦେଉଛ ଦିଅ। କାରଣ ବିଧାୟକ ଗତ 5 ବର୍ଷ ମଧ୍ୟରେ ଗାଁର କୌଣସି ହେଲେ ସମସ୍ୟା ସମାଧାନ କରିନାହାନ୍ତି, ଗାଁର କୌଣସି ଲୋକଙ୍କ କଥା ବି ଶୁଣିନାହାନ୍ତି। ତେଣୁ ତାଙ୍କୁ ଏଥର ଆଉ କେହି ଭୋଟ ଦେବା ନାହିଁ। ସେମାନେ ମଧ୍ୟ ଦେଖିଲେ ବହୁତ ପ୍ରାର୍ଥୀ ନିଜ ନିଜର ସପକ୍ଷରେ ପ୍ରଚାର କରୁଛନ୍ତି, ଭୋଟ ଭିକ୍ଷା କରୁଛନ୍ତି, କିନ୍ତୁ ଟଙ୍କା ପଇସା କେହି ବାଣ୍ଟିବା ନାଁ ଧରୁନାହାନ୍ତି। ସେଥିପାଇଁ ଗାଁ ଲୋକମାନେ ଖାଲି ଡହଳ ବିକଳ ହେଉଛନ୍ତି। ଏପଟେ ଗାଁ ଲୋକଙ୍କର ଭୋଟ ବର୍ଜନ ନିଷ୍ପତ୍ତି ଶୁଣି ବିଧାୟକ ପ୍ରାର୍ଥୀ ହିଁ ସେହି ଗାଁକୁ ଆଗ ଆସିଲେ ଏବଂ ଲୋକମାନଙ୍କୁ ବୁଝାଇଲେ, କିନ୍ତୁ ଲୋକମାନେ ସେମାନଙ୍କ ନିଷ୍ପତ୍ତିରେ ଅଟଳ ରହିଲେ, ନା ଆମେ କାହାକୁ ଭୋଟ ଦେବୁନି। ଏହାପରେ ବିଧାୟକ ପ୍ରାର୍ଥୀ ଗାଁକୁ ଆସି ଅନ୍ଧାରୀ ବିଜେ କଲେ। ଅନ୍ଧାରୀ ବିଜୟ ଅର୍ଥ କ'ଣ ଆପଣମାନେ ବୁଝିପାରୁଥିବେ। ଲୋକମାନେ ବି କିଛି କିଛି ଟଙ୍କା ପାଇଗଲେ। ତେଣୁ ସେ ଟଙ୍କା ପାଇ ଲୋକମାନେ ନାହିଁ ନଥିବା ଖୁସି ହୋଇଗଲେ। ବିନା ପରିଶ୍ରମରେ ମାଲ ମିଳୁଛି, ସୁଯୋଗକୁ କାହିଁକି ହାତଛଡ଼ା କରିବା? ସତେ ଯେମିତି ଏଇ 500 କି 1000 ଟଙ୍କା ପାଇ ସେମାନଙ୍କର ଭାଗ୍ୟ ବଦଳିଗଲା। ତେଣୁ ଭୋଟ ଦିନ ସମସ୍ତେ ପୂର୍ବ ନିଷ୍ପତ୍ତି ବଦଳାଇ ସେହି ବିଧାୟକ ପ୍ରାର୍ଥୀଙ୍କ ଚିହ୍ନରେ ହିଁ ନିର୍ଦ୍ୱନ୍ଦ୍ୱରେ ଭୋଟ ଦେଇ ଫେରିଲେ। ଏହାପରେ ଗଣତି ହେଲା। ଗଣତି ଦିନ ଜଣାପଡ଼ିଲା ଯେ ବିଧାୟକ ପ୍ରାର୍ଥୀ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟୀ ହୋଇଛନ୍ତି। ବିଧାୟକ ବି କର୍ମୀମାନଙ୍କ ସହିତ ଖୁସି ମନାଇଲେ। ଗାଁ ଲୋକମାନେ ଭାବିଲେ ବିଧାୟକ ପ୍ରାର୍ଥୀଙ୍କୁ ଆମେ ସବୁ ଭୋଟ ଦେଇଛୁ, ସେ ବି ବିଜୟ ଲାଭ କରିଛନ୍ତି, ତେଣୁ ଏଥରକ ସେ ଆମମାନଙ୍କ ପାଇଁ ନିଶ୍ଚୟ କିଛି କରିବେ। ତାପରେ ଶପଥ ଗ୍ରହଣ ଉତ୍ସବ ଶେଷ ହେଲା। ବିଧାୟକ ତାଙ୍କ ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟ କରିଚାଲିଲେ। କିଛି ଦିନ ପରେ ଗାଁ ଲୋକମାନେ ସେମାନଙ୍କର ବିଧାୟକଙ୍କ ପାଖରେ ଗୋଟିଏ ପୁରୁଣା ଦାବି ଉପସ୍ଥାପନ କଲେ। ଗାଁ ଛକରୁ ମନ୍ଦିର ପର୍ଯ୍ୟନ୍ତ ଗୋଟିଏ ପିଚୁ ରାସ୍ତା ହେବା ଦରକାର। ବିଧାୟକ ମଧ୍ୟ ଏହି ପ୍ରସ୍ତାବକୁ ଅନୁମୋଦନ କରିଦେଲେ। ଏହି କାର୍ଯ୍ୟଟି ପାଇଁ 5 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ଅନୁମୋଦିତ ହେଲା। ଗାଁ ଲୋକମାନେ ଚାହିଁ ବସିଥାନ୍ତି କେବେ କାମ ଆରମ୍ଭ ହେବ, କିନ୍ତୁ ଦିନ ପରେ ଦିନ, ମାସ ପରେ ମାସ ଗଡ଼ି ଚାଲିଲା, କାମର ନାଁ ଗନ୍ଧ ନାହିଁ। ସେମାନେ ପୁଣି ଯାଇ ବିଧାୟକଙ୍କୁ ପଚାରିଲେ। ବିଧାୟକ କହିଲେ, ମୁଁ ତ କାମ ନିଶ୍ଚୟ ଦେବି, ଆପଣମାନେ ଏମିତି ବ୍ୟସ୍ତ କାହିଁକି ହେଉଛନ୍ତି? ତାପରେ ସେହି ଗ୍ରାମବାସୀମାନେ ଫେରିଗଲେ। କିଛି ଦିନ ପରେ ସେମାନେ ଶୁଣିବାକୁ ପାଇଲେ ଯେ ସେହି ଗାଁ ରାସ୍ତା କାମଟା ସରିଯାଇଛି। ତାଙ୍କର ଜଣେ କର୍ମୀ ଏହାକୁ କରିଦେଇଛନ୍ତି ବୋଲି କାଗଜପତ୍ରରେ ଦର୍ଶାଇ 5 ଲକ୍ଷ ଟଙ୍କା ଉଠାଇ ନେଇଛନ୍ତି। କି ଆଶ୍ଚର୍ଯ୍ୟ କଥା! ରାସ୍ତା କାମ ତ ଆରମ୍ଭ ହେବାକୁ ନାହିଁ, ପୁଣି ସରିଗଲା ବୋଲି କାଗଜପତ୍ରରେ ଦେଖାଇ ଟଙ୍କା ଉଠାଯାଇଛି। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଗ୍ରାମବାସୀମାନେ ପୁଣି ଯାଇ ବିଧାୟକଙ୍କୁ ପଚାରିଲେ।
विधायक तांकर जड़े सहयोगी कर्मी टुलू बाबू को इशारा दे कहले टुलू लोक मान टे घटना विषय भल भाव बुझे दियो। तापर टुलू बाबू से गाँ लोक मान अन्य एक जगह को डाकी नहीं कहले देखंतु आपण मैंने जदि भावुं गाँ रास्ता फॉल्स बिल बा मिछ बिल करी टंका उठा सरी ताहले भावी नियंतु कथाटा सत। यह शुणी ग्रामवासी मानकर मुंड घूरीगला। टुलू बाबू पुणी कहले निर्वाचन बेले प्रार्थींकर केते टंका खर्च होइछि जानिछंती? निर्वाचन पई खर्च होइतबा एसबु टंका विधायक कौन तांको हाथुरु बहन करिवे? आपण मानकु अंधारी विजय बेले केते लक्ष टंका बंटा जाइछि आपण माने कहंतु एसबु खर्च उठिबो केमती? एसबु को भरणा करिया पई एमती किछि मिछ को सत आउ सत को मिछ ही करबा पड़े। एटा किछि नुआ कथा नुई, एटा तो परंपरा भली गड़ी आसुछि। भोट बेले आपण मानक सबु परिवार को आमे टंका बांटीचु, आपण माने समस्त टंका नैछंती। टंका नैछंती माने आपण मानकु टिके कंप्रोमाइज ही करबा पड़िवो। यह शुणी लोक मानकर पार्टी पूरा चुप। प्रतिवाद करिवार नैतिक साहस सेमानक पाखे नथिला, कारण सेमाने समस्ते जड़े निर्दिष्ट प्रार्थी को भोट देवाई अनैतिक उपाय टंका बा लांच ग्रहण करछंती। टुलू बाबू ग्रामवासी मान को आश्वासन दे कहले आपण माने व्यस्त हुंतुनी, आपण को सही गाँ रास्ताटी केमती करदबा आओ सार को कही अन्य को ग्रांट रू एडजस्ट करी ताको केतबेले करदबा चेष्टा करिबा। यापर ग्रामवासी माने कान मुंडा आउंसी आउंसी चुपचाप होई सेठारू सुना पिला भलिया फेरीगले। से दिन ही समस्ते एकाठी होई शपथ नेले भविष्य में कौन राजनैतिक दल ठारू टंकाटे भी आम ग्रहण करवा नहीं, सेमानक ठारू भोजी भात खाइबा नहीं, दलीय लोकों गाड़ी रे बसी भोट केन्द्र को जीवा नहीं, सेमानकर कौन प्रकार प्रलोभन द्वारा आकर्षित हेबे नहीं बोली मध्य शपथ नेले। फल सेमाने निज पसंदर योग्य प्रार्थी को ही भोट दे परिबे। लांच ग्रहण करी भोट देवा अर्थ परोक्ष दुर्नीति को प्रश्रय देवा। भिडियोटी केमिति लगिला निश्चय कमेंट बॉक्स में मतामत देवे। चैनल टी को सब्सक्राइब करने सहित लाइक और शेयर करेंगे। रोची धन्यवाद।